ଓଡ଼ିଶାରେ ଆମେ ଏଇ ତ ଗୋଟିଏ ସରକାର କେବେ ଆସିନି ନା, ଆଗରୁ ବିଜେଡି ସରକାର, ତା ଆଗରୁ କଂଗ୍ରେସ ସରକାର, ଏମିତି ସବୁ କେତେ ସରକାର ବର୍ଷ ବର୍ଷ ଧରିକି ଆମେ ସବୁ ଦେଖି ଆସିଛେ। କିଛି ଯୋଜନା ହେଉଛି, କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ପୁଣି ଆମର ଯେତିକି ଟଙ୍କା ହେଉଛି ସିଏ ପୁଣି ନଗଦ ପଡ଼ୁଛି ଯେ ୱାର୍ଲଡ ବ୍ୟାଙ୍କ ଆଉ କୋଉଠୁ ସବୁ ଆମେ ସବୁ ଧାର କରଜ ଆଣିକିରି ସରକାରୀ କାମରେ ଲଗାଉଛୁ ଆମେ। ତାପରେ ବି ଆପଣ ଦେଖିଲେ ଆଜିକା ଦିନରେ ଓଡ଼ିଶାର କୌଣସି ଗୋଟିଏ ଜାଗାକୁ ଆପଣ ଯାଆନ୍ତୁ ଏବଂ ସେଠି ଆପଣ ନିଷ୍ପତ୍ତି ନିଅନ୍ତୁ, ଇଏ ମୋ ମାଟି, ଏଇଠି ମୁଁ ରହିବି, ମୁଁ ବାହାରକୁ କୋଉଠିକି ଯିବିନି ଚାକିରି କରିବା ପାଇଁ। କିନ୍ତୁ ମାସକୁ 8-10 ହଜାର ଟଙ୍କା ରୋଜଗାର କରିପାରିବି ତ? ଆଜ୍ଞା ଅସମ୍ଭବ। ଏଇ ଭୁବନେଶ୍ୱର ରାଜଧାନୀ, ମୁଁ ଜିଲ୍ଲା ହେଡ଼କ୍ୱାର୍ଟର କଥା କହୁନି, କିନ୍ତୁ ଆହୁରି ଅବସ୍ଥା ଖରାପ। ଆପଣ ଜିଲ୍ଲା ହେଡ଼କ୍ୱାର୍ଟରରେ ନିଜ ଘରେ ରହି ପଖାଳ ଖାଇ ଆପଣ ଚାହିଁବେ ମାସକୁ ଅନ୍ତତଃ 10,000 ଟଙ୍କା କୋଉଠି ଗୋଟା ଭଲ ଉପାୟରେ ମୁଁ ରୋଜଗାର କରିବି। ଆଜ୍ଞା ସମସ୍ତେ କ'ଣ ବ୍ୟବସାୟ କରୁଛନ୍ତି? ଆଜିକା ଦିନରେ ଏତିକ କରିବା କଷ୍ଟ। ଯଦି କଷ୍ଟ ନ ହେଉଥାନ୍ତା ଆପଣ ଭାବିଲେ ଆମ ଲୋକ ଦାଦନ ଖଟିବାକୁ ବାହାରୁ କାହିଁକି ଯାଉଥାନ୍ତେ? ସେମାନେ ତ ଏଠିକି ଆସୁନାହାନ୍ତି। ଆମେ ଯେମିତି ସ୍କିଲ୍ଡ ଲୋକ, ଯେଉଁମାନେ ଅତି ଟ୍ୟାଲେଣ୍ଟେଡ୍ ଲୋକ, ତାଙ୍କ ପାଇଁ ଭାରତ ବର୍ଷରେ ଆମେ ଚାକିରି ଯୋଗାଇ ପାରୁନେ ବୋଲିକିରି ସେ ଆଜି ଆମେରିକା ଯାଉଛନ୍ତି, ଇଂଲଣ୍ଡ ଯାଉଛନ୍ତି, ଅନ୍ୟାନ୍ୟ ରାଜ୍ୟକୁ ଦେଶକୁ ଯାଉଛନ୍ତି। କାହିଁକି ଯାଉଛନ୍ତି? ଏଠି ତାଙ୍କ ଭଳିଆ ଯୋଗ୍ୟତା ଥାଇକିରି ଚାକିରି କିଛି ନାହିଁ, ରୋଜଗାର କରିବା ପାଇଁ କିଛି ସୁଯୋଗ ନାହିଁ, ସେମାନେ ସେଠିକି ଯାଉଛନ୍ତି ନା, ସେମାନେ କ'ଣ ଏଠିକି ଆସୁଛନ୍ତି? ସେମିତି ଆମେ ସାଧାରଣ ଖଣ୍ଡେ ରୋଜଗାର କରିବା ପାଇଁ ଓଡ଼ିଶାର ଲୋକେ ଯାଇ ଛତିଶଗଡ଼ର ବିଲରେ କାମ କରୁଛନ୍ତି, ଆନ୍ଧ୍ରପ୍ରଦେଶର ଇଟାଭାଟିରେ କାମ କରୁଛନ୍ତି, କେରଳରେ କାମ କରୁଛନ୍ତି, କୋଉଠି କୋଉଠି ସବୁ କାମ କରୁଛନ୍ତି ଯାଇକିରି। ସେମାନେ ତ ଏଠିକି ଆସୁନାହାନ୍ତି। କାହିଁକି? କ'ଣ ହେଇଛି? ତାମାନେ କିଛି ନିଶ୍ଚୟ କମି ଅଛି, ଯାହାଦ୍ୱାରା ଓଡ଼ିଶାରେ ମାସିକ ଘରେ ରହି ପଖାଳ ପାଣି ଖାଇ ନିଜ ବାପା ମାଙ୍କ ପାଖରେ ରହି ନିଜ ସାହି ପଡ଼ିଶାଙ୍କ ଭିତରେ ରହି ମାସକୁ ଅନ୍ତତଃ 10-12 ହଜାର କି 15 ହଜାର ଟଙ୍କା ରୋଜଗାର କଲେ ଚଳିପାରିବ ସଂସାର, ଏତିକ ସୁଯୋଗ ନାହିଁ। ହଁ ଏକଥା ସତ, ଆଜିକା ଦିନରେ ଅନାହାରରେ ରହୁଥିବା ଲୋକ ନାହାନ୍ତି, ଏକଥା ସତ। କାହିଁକିନା ଅନାହାରରେ ରହିବା ସମ୍ଭବ ନୁହେଁ, କାହିଁକିନା କିଛି ନହେଲେ କେନ୍ଦ୍ର ସରକାର ତ ଦେଉଛନ୍ତି ନା ମାଗଣା ଚାଉଳ, କିନ୍ତୁ ସେତିକିରେ ତ ସରିଯାଇନି ନା ଜୀବନ। ଏ ଜୀବନ ଆହୁରି ମଧ୍ୟ ଅଛି, ସେତିକିରେ ତ ସରିଯାଇନି ନା। ଆମେ ଯେଉଁ କଥା କହୁଛେ କ୍ୱାଲିଟେଟିଭ ଲାଇଫ, ଗୁଣାତ୍ମକ ମୂଲ୍ୟ ଥିବା ଜୀବନ କୋଉଠି ଆମର ଅଛି? ପିଲାକୁ ଭଲ କରି ଗୋଟେ ସ୍କୁଲରେ ପଢ଼େଇ ପାରୁଛେ, ଭଲ ହସ୍ପିଟାଲକୁ ଆମେ ନେଇପାରୁଛେ, ଠିକ ଉପଯୁକ୍ତ ଚିକିତ୍ସା ଦେଇପାରୁଛେ, ଯାହା ଗୋଟେ ମୌଳିକ ଆବଶ୍ୟକତା ଏଇଟା ମଣିଷର, ତାକୁ ଆମେ ପୂରଣ କରିପାରୁନେ, କାହିଁକିନା ସେତିକି ରୋଜଗାର କରିବାର ଶକ୍ତି ନାହିଁ। ଆଉ ଏଇ ଯେଉଁ ସୁଭଦ୍ରା, ଆହୁରି ପୁଣି କ'ଣ ହାତ ଖର୍ଚ୍ଚ, ମାଧବ ସିଂ ହାତ ଖର୍ଚ୍ଚ, ଏସବୁ କିଛି ହେବନି। ଏଥିରେ କୌଣସି ବ୍ୟକ୍ତି, କୌଣସି ପରିବାର ଆର୍ଥିକ କ୍ଷେତ୍ରରେ ଆଗକୁ ଯାଇପାରିବନି, ଭୋଜିଭାତରେ ସବୁ ପଇସା ଉଡ଼ି ପଳେଇବ। ଏଥିପାଇଁ ଗୋଟେ ମାନସିକତା ଦରକାର। କ'ଣ ସେ ମାନସିକତା? ଯେ ମୁଁ ପରିଶ୍ରମ କରିବି। ଯେ ପର୍ଯ୍ୟନ୍ତ ଏ ମାନସିକତା ଆମ ଭିତରେ ତାର ଅଙ୍କୁରୋଦ୍ଗମ ନ ହେଇଛି, ଗ୍ରାଉଣ୍ଡରେ ତା କିଛି ଫଳ ମିଳିବା କଷ୍ଟ। ଆମେ ସେମିତି ଦାଦନ ଯାଉଥିବା, କିଛି ନେତା ଆସିକିରି ବିଳାପ କରୁଥିବେ ଏବଂ ତାଙ୍କର ମୂଳ ଉଦ୍ଦେଶ୍ୟ ଥିବ ଆମକୁ କେମିତି ବଡ଼ ବଡ଼ କଥା ସବୁ କହିକିରି ଆମଠୁ ଭୋଟଟା କେମିତି ହାସଲ କରିବେ। ସେ ମିଛରେ ଆସିକିରି ଆମ ବିଲରେ ପହଞ୍ଚିଯିବେ, ଆମ ଛୁଆକୁ କାଖେଇ ପକେଇବେ, ଆମ ପାଇଁ ଦରଦ ଦେଖେଇବେ। ତାଙ୍କୁ ଖାଲି ପଚାରିବା କଥା, ଇତି ସରକାର ଗଲାଣି, ଇତି ଯୋଜନା ହେଲାଣି, କାହିଁ 2 ପଇସା ଅଧିକା ରୋଜଗାର କରିବା ପାଇଁ ଆମେ ଏପର୍ଯ୍ୟନ୍ତ ସକ୍ଷମ ହେଇପାରୁନେ? କ'ଣ ତାର କାରଣ? କିଛି ତ କାରଣ ଥିବ ନା। କ'ଣ ସେ କାରଣ? ଆଜି ଏଇ 2025 ମସିହାର ପ୍ରଥମ ଦିନରେ, ନୂଆ ବର୍ଷର ପ୍ରଥମ ଦିନରେ ମୁଁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି, ହେ ଈଶ୍ୱର, କିଛି ଗୋଟେ ବାଟ କର। ଏବଂ ଯେଉଁ ଦଳ ସରକାରରେ ଅଛି ତାଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି, କିଛି ଗୋଟେ ବାଟ କରନ୍ତୁ, ଚିନ୍ତା କରନ୍ତୁ, 5 ଲୋକଙ୍କୁ ପଚାରନ୍ତୁ, ତାହେଲେ ଗୋଟେ କ୍ୱାଲିଟି ଲାଇଫ୍ ଯାହା କୁହାଯାଏ ଏଇଟା ରାଜ୍ୟରେ ଆସିପାରିବ। ମଣିଷ 2 ପଇସା ରୋଜଗାର ମଧ୍ୟ କରିପାରିବ। ଶେଷରେ ଆଉ ଗୋଟିଏ କଥା କହିବି, ଆସନ୍ତୁ କିଛି ନହେଲେ 2025 ମସିହାରେ
ଗୋଟିଏ କଥା ଅନ୍ତତଃ ହେଉ ବୋଲିକିରି ଆମେ ସମସ୍ତେ ଆଶା କରିବା କ'ଣ ନା ଜଗନ୍ନାଥ ମନ୍ଦିରକୁ ସୁରୁଖୁରୁରେ ଯିବା, ଠାକୁର ଦର୍ଶନ କରିବା, ମୁଣ୍ଡିଆ ମାରିବା, ପୁଣି ସୁରୁଖୁରୁରେ ଫେରିବା। ଏଇଟା ଅନ୍ତତଃ ଯଦି ହେଇପାରିଲା ମାନେ ଓଡ଼ିଶା ଗୋଟେ ବଡ଼ ଆଚିଭମେଣ୍ଟ କଲା ବୋଲିକିରି ଆମକୁ ଧରିବାକୁ ପଡ଼ିବ। ଯେତେବେଳେ ଆପଣ ବର୍ଷ ବର୍ଷ ଧରି ଦେଖନ୍ତୁ ସେ ଜଗନ୍ନାଥ ମନ୍ଦିର କିଛି ନା କିଛି ଭୁଲ କାମ ପାଇଁ ସବୁବେଳେ ଖବରରେ ଅଛି। ଠେଲା ଫେଲାରେ ଗଲା 2 ଦିନ ଭିତରେ ଆପଣ ଦେଖନ୍ତୁ ତ, ଆଜ୍ଞା ମନ୍ଦିରଟା ତ ଛୋଟ, ଏତେ ଲୋକ ସେଠି ଯେତେବେଳେ ଯିବେ ଆମେ ପୁଣି ବିଶୃଙ୍ଖଳିତ, ତା ବାଦେ ଆମେ ସବୁ ଖୋଜୁଛେ ସର୍ଟକଟ୍ ରାସ୍ତା, କିଏ ଆମକୁ ଜଲ୍ଦି ନେଇ ଦେଖେଇଦେବ, ସବୁ ଆମେ ଦେଖିବୁ ଆଗୁତୁରା ସମସ୍ତଙ୍କ ଆଗରୁ ପଳେଇ ଆସିବୁ। ଆଜ୍ଞା ଭିଡ଼ ହେବନି, ଠେଲା ପେଲା ହେବେନି, ତଳେ ଅଣନିଶ୍ୱାସୀ ଲୋକ ପଡ଼ିବେନି, ତ ଆଉ କ'ଣ ହେବ ମୋତେ କହିଲେ? ଆମେ ଏତେ ଟଙ୍କା ଖର୍ଚ୍ଚ ହେଉଛି, ଏତେ ସବୁ ବଡ଼ ବଡ଼ ଅଫିସର ମାନେ ସେଠି ଲାଗିଛନ୍ତି, ମନ୍ତ୍ରୀ ଲାଗିଛନ୍ତି, କିନ୍ତୁ ଆମେ ସୁରୁଖୁରୁରେ ଧାଡ଼ିରେ ଯାଇ ଜଗନ୍ନାଥଙ୍କ ଦର୍ଶନ କରି ସେଠୁ ଫେରିବା, ଇଏ ଆମ ଜାତକରେ ନୋହିଲା।